ଆଜି ଆମେ ଉତ୍କର୍ଷ ଓଡ଼ିଆ କାର୍ଯ୍ୟକ୍ରମରେ କାର୍ଯ୍ୟପତ୍ରିକା 19 ବିଷୟରେ ଆଲୋଚନା କରିବା, ଯେଉଁଟାକି ଆମର ସହଯୋଗାତ୍ମକ ଶିକ୍ଷଣ ସୋପାନରେ ଯାଉଛି। ଏଥିରେ ପିଲାମାନେ ଗୋଟେ ଦରଖାସ୍ତଟେ ଦେଇଛି, ନମୁନା ଦରଖାସ୍ତଟେ, ଯେଉଁଥିରେ ପ୍ରଧାନ ଶିକ୍ଷକଙ୍କୁ ଛୁଟି ମଞ୍ଜୁର ପାଇଁ ଲେଖା ହେଇଛି। ତାକୁ ଅନୁସରଣ କରି ଆମେ ଆଉ ଗୋଟିଏ ଦରଖାସ୍ତ ଲେଖିବା, ଯେଉଁଥିରେ ଆମେ 2 ଦିନ ଛୁଟି ଭଉଣୀ ବାହାଘର ପାଇଁ ନେବା। ଆରମ୍ଭ କରିବା। ପ୍ରାପକ ମାନନୀୟ ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ କଟକ ମହୋଦୟେଷୁ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ଏଇଭଳି ଆମେ ଆମର ଦରଖାସ୍ତର ମୂଳ ଆରମ୍ଭ କରିବା। ତାପରେ କଣ୍ଟେଣ୍ଟ ପାର୍ଟକୁ ଯିବା, ଯେଉଁଥିରେ ଆମେ ଆମର କାରଣ ଦର୍ଶାଇବା। ମହାଶୟ, ନିବେଦନର ଅଭିପ୍ରାୟ ଏହିକି ଯେ ଆଗାମୀ ସପ୍ତାହରେ ମୋର ଭଉଣୀର ବାହାଘର ଅନୁଷ୍ଠିତ ହେବ। ମୋତେ ଭଉଣୀ ବାହାଘରରେ ସମସ୍ତ କାର୍ଯ୍ୟ ଦେଖାଶୁଣା କରି ସାହାଯ୍ୟ କରିବାକୁ ପଡ଼ିବ। ଏଣୁ ମୁଁ ଆସନ୍ତା 2/12/2024 ତାରିଖ ଓ 3/12/2024 ତାରିଖ 2 ଦିନ ବିଦ୍ୟାଳୟରେ ଅନୁପସ୍ଥିତ ରହିବି। ଏଣୁ ସବିନୟ ଅନୁରୋଧ କରେ କି ମୋତେ ଉକ୍ତ 2 ଦିନ ଛୁଟି ମଞ୍ଜୁର କଲେ ମୁଁ ଆପଣଙ୍କଠାରେ ଚିରୋପକୃତ ହୋଇ ରହିବି। ଏହି ପର୍ସନଟା ପିଲାମାନେ ଆମର ଦରଖାସ୍ତର ଆମର ବଡି ପାର୍ଟ ବା କଣ୍ଟେଣ୍ଟ ପାର୍ଟ କୁହାଯାଏ। ତାପରେ ଆମେ ଏଣ୍ଡିଂ ପାର୍ଟକୁ ଆସିବା, ଶେଷ ପର୍ଯ୍ୟାୟକୁ ଆସିବା, ଯେଉଁଥିରେ ନିଜର ଆଡ୍ରେସ୍ ଦେବା ଏବଂ ଏଥିରେ ଆମେ ଲେଖିବା ଆପଣଙ୍କର ଆଜ୍ଞାଧୀନ ଛାତ୍ର, ପୁଅ ହେଇଥିଲେ ଛାତ୍ର, ଝିଅ ହେଇଥିଲେ ଛାତ୍ରୀ ଆମେ ଲେଖିବା। ତାପରେ ନିଜର ନାମ ଲେଖିବା, ଯେମିତି ଆମେ ଲେଖିଛି ରୋମାଞ୍ଚ ନାୟକ, ଶ୍ରେଣୀ ନବମ, ବିଭାଗ କ, ରୋଲ ନମ୍ବର, ନିଜର ରୋଲ ନମ୍ବର ଦେବା, ରୋଲ ନମ୍ବର 17। ପୁଣି ଆସିଯିବା ଲେଫ୍ଟ ସାଇଡ଼କୁ, ସେଥିରେ ସ୍ଥାନ କଟକ, ତାରିଖ ଆଜି ତାରିଖ ଦେଇଦେବା 28/11/2024। ଏହିଭଳି ତୁମେ ନିଜ ବିଦ୍ୟାଳୟର ନାଁ ଦେଇ ତୁମେ ଦରଖାସ୍ତଟି ଲେଖିବ।